ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଲୁ ଯେ ଈଶ୍ୱର ନିଜ ସେବା କାର୍ଯ୍ୟ ପାଇଁ ଯାହାକୁ ଆହ୍ୱାନ କରନ୍ତି ତାଙ୍କୁ ଧୈର୍ଯ୍ୟର ସହ ପ୍ରସ୍ତୁତ ଓ ଶକ୍ତିଶାଳୀ କରନ୍ତି। ଯଦିଓ ମୋଶା ନିଜକୁ ଦୁର୍ବଳ, ଭୟଭୀତ ଏବଂ ଅଯୋଗ୍ୟ ମନେ କରୁଥିଲେ, ତଥାପି ଈଶ୍ୱର ତାଙ୍କର ସନ୍ଦେହଗୁଡ଼ିକର ଉତ୍ତର ଦେଲେ। ଆମେ ବ୍ୟକ୍ତିଗତ ଆଜ୍ଞାବହତାର ଗୁରୁତ୍ୱ ମଧ୍ୟ ଦେଖିବାକୁ ପାଇଲେ, କାରଣ ଈଶ୍ୱର ଚାହୁଁଥିଲେ ଯେ ମୋଶା ନିଜ ଲୋକମାନଙ୍କୁ ମାର୍ଗଦର୍ଶନ କରିବା ପୂର୍ବରୁ ନିଜେ ବିଶ୍ୱସ୍ତତାର ସହ ତାଙ୍କ ପଥରେ ଚାଲନ୍ତୁ। ଶେଷରେ ଈଶ୍ୱର ସେମାନଙ୍କର ଦୁଃଖ କଷ୍ଟକୁ ଦେଖିଛନ୍ତି ବୋଲି ଶୁଣିବା ପରେ ଲୋକମାନେ ବିଶ୍ୱାସ କଲେ ଏବଂ ତାଙ୍କର ଆରାଧନା କଲେ। ଆଜିର ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 5ମ ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ମୋଶା ଇସ୍ରାଏଲର ମୁକ୍ତି ପାଇଁ ଫାରୋଙ୍କ ନିକଟରେ ନିବେଦନ କରୁଛନ୍ତି। ତେବେ ଆସନ୍ତୁ ବକ୍ତାଙ୍କ ସହିତ ବାକ୍ୟ ମଧ୍ୟକୁ ଯିବା। ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପବିତ୍ର ବାଇବଲର ଶିକ୍ଷା ଉପରେ ଆଧାର କରି ବିଶ୍ୱାସକୁ ଦୃଢ଼ କରିବା ସହ ଆତ୍ମିକ ଅଭିବୃଦ୍ଧି ଓ ଉତ୍ସାହିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟ କୌଣସି ଧର୍ମ, ମତବାଦ କିମ୍ବା ବିଶ୍ୱାସକୁ ସମାଲୋଚନା କରିବା, ବିରୋଧ କରିବା କିମ୍ବା ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟକୁ ଗଭୀର ଭାବରେ ସମ୍ମାନ ଜଣାଉ ଏବଂ ଏହି କାର୍ଯ୍ୟକ୍ରମରେ କାହାରି ଭାବନା, ବିଶ୍ୱାସ କିମ୍ବା ଧାର୍ମିକ ଅନୁଭୂତିକୁ ଆଘାତ କରିବା ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ଅଧ୍ୟାୟକୁ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଯାତ୍ରା ପୁସ୍ତକ ତାର 5 ପର୍ବ। ଫାରୋଙ୍କ ସହ ମୋଶାଙ୍କ ସଂଘର୍ଷ ଚାଲିଥିବା ଦେଖୁଁ। ଏହି ମହାମାରୀ ଗୁଡ଼ିକ ମିଶରର ପ୍ରତିମା ପୂଜା ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା। ଏହା ପ୍ରକୃତରେ ମିଶରର ଦେବଦେବୀମାନଙ୍କ ସହିତ ଈଶ୍ୱରଙ୍କ ଏକ ଯୁଦ୍ଧ ଥିଲା। ମୋଶା 40 ବର୍ଷ ପରେ ମିଶରକୁ ଫେରିଥିଲେ। ମୁକ୍ତିଦାତା ଭାବରେ ଏବେ ନିଜ ଲୋକମାନଙ୍କୁ ମୁକ୍ତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତାଙ୍କୁ ଇସ୍ରାଏଲର ପ୍ରାଚୀନମାନଙ୍କୁ ଏକତ୍ର କରିବାକୁ ଥିଲା ଏବଂ ସେମାନେ ଫାରୋଙ୍କ ପାଖକୁ ଯାଇ ନିଜର ନିବେଦନର ବିଷୟ ଉପସ୍ଥାପନ କରିବାର ଥିଲା। ଫାରୋ ଇସ୍ରାଏଲକୁ ଛାଡ଼ିବାକୁ ମନା କରିଦେଲେ ଏବଂ ଏହା ଈଶ୍ୱର ଓ ମିଶରର ଦେବଦେବୀମାନଙ୍କ ମଧ୍ୟରେ ସଂଘର୍ଷର ଆରମ୍ଭ ମାତ୍ର ଥିଲା। ଏହି ମହାମାରୀ ସବୁ ଲକ୍ଷ୍ୟବିହୀନ ନଥିଲା। ଈଶ୍ୱର ମିଶର ଦେଶ ଉପରେ ବ୍ୟଙ୍ଗ ପ୍ରେରଣ କଲା ପରେ ଭାବିନଥିବେ ଯେ ଏହାପରେ କ'ଣ ପ୍ରେରଣ କରିବେ ବୋଲି ଚିନ୍ତା କରିନଥିବେ। ବୋଧହୁଏ ଏହି ମହାମାରୀ ଗୁଡ଼ିକ ପରି ଏତେ ସୁସଂଗଠିତ ଏବଂ ଅର୍ଥପୂର୍ଣ୍ଣ ଆଉ କିଛି ହୋଇନଥିବ। ଏଗୁଡ଼ିକ ମିଶରର ପ୍ରତିମା ପୂଜାକୁ ହିଁ ସ୍ପଷ୍ଟ ଭାବରେ ଲକ୍ଷ୍ୟ କରି ପ୍ରେରଣ କରାଯାଇଥିଲା। ଫାରୋ ପ୍ରଶ୍ନ କଲେ, ସଦାପ୍ରଭୁ କିଏ? ମୁଁ ତାଙ୍କୁ ଜାଣେ ନାହିଁ। ମୁଁ ଇସ୍ରାଏଲୀୟମାନଙ୍କୁ ଛାଡ଼ିବାକୁ ଚାହୁଁନାହିଁ। ଈଶ୍ୱର ମିଶର ଉପରେ ବିଭିନ୍ନ ମହାମାରୀ ଆଣିବା ଦ୍ୱାରା ନିଜ ପରିଚୟ ଦେଉଥିଲେ। ବାସ୍ତବରେ ଈଶ୍ୱର କିଏ? ଯାତ୍ରା 7 ପର୍ବ ତାର 5 ପଦରେ ସେ ସ୍ପଷ୍ଟ କରି କହନ୍ତି ଯେ ତାଙ୍କ ମନରେ କ'ଣ ଅଛି। ପୁଣି ଆମ୍ଭେ ମିଶର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କ ମଧ୍ୟରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଆମ୍ଭେ ଯେ ସଦାପ୍ରଭୁ ତାହା ସେମାନେ ଜାଣିବେ। ମହାମାରୀ ଦ୍ୱାରା ଈଶ୍ୱର ଆପଣା ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି ଓ ନିଜ ପରିଚୟ ଦେଉଛନ୍ତି। ପ୍ରତ୍ୟେକ ମହାମାରୀ ମିଶର ଏକ ଭିନ୍ନ ଦେବତାଙ୍କ ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା। ମିଶରରେ ହଜାର ହଜାର ମନ୍ଦିର, ଲକ୍ଷ ଲକ୍ଷ ପ୍ରତିମା ଏବଂ ପ୍ରାୟ 3000 ଦେବଦେବୀ ଥିଲେ। ମିଶରର ଧର୍ମରେ ଶକ୍ତି ଥିଲା। ମିଶରୀୟମାନେ ମୂର୍ଖ ନଥିଲେ। ଆମ ପାଖରେ ରେଡ଼ିଓ, ରଙ୍ଗୀନ ଟେଲିଭିଜନ ଅଛି ଏବଂ ଆମେ ଚନ୍ଦ୍ରକୁ ଯାଇ ପାରିଛୁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଶ୍ରେଷ୍ଠ। ଆମର ସମସ୍ତ ଜ୍ଞାନ ଅତୀତରୁ ଆସିଥିବା ଜ୍ଞାନ ଉପରେ ଆଧାରିତ। ଶତାବ୍ଦୀ ଶତାବ୍ଦୀ ଧରି
ଆମ ପାଖକୁ ଆସିଥିବା ଜ୍ଞାନ ଉପରେ ହିଁ ଆମେ ପ୍ରଗତି କରିଚାଲିଛୁ। ପାଉଲ ଦ୍ୱିତୀୟ ତିମୋଥୀ ତାର 3 ପର୍ବ ତାର 8 ପଦରେ ସେ ସ୍ପଷ୍ଟ କରିଛନ୍ତି ଯେ ମିଶରୀୟ ଧର୍ମରେ ଶକ୍ତି ଥିଲା। ସେ କହିଛନ୍ତି, ଆଉ ଯେପରି ଜନିସ୍ ଓ ଜମ୍ବ୍ରିସ୍ ମୂଷାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି। ଏମାନେ ଭ୍ରଷ୍ଟମନା ହୋଇ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣ ସିଦ୍ଧ ନୁହନ୍ତି। ମିଶରୀୟ ଧର୍ମର ଶକ୍ତି ଶୈତାନିକ ଥିଲା ଏବଂ ଶୈତାନ ତାହାକୁ ଆରାଧନା କରୁଥିବା ଲୋକଙ୍କୁ ଶକ୍ତି ପ୍ରଦାନ କରିଥାଏ। ଗ୍ରୀକ୍ ସମୟରେ ଓରାକଲ୍ ଅଫ୍ ଡେଲଫି ଏହାର ଏକ ଉଦାହରଣ। ଈଶ୍ୱର ମହାମାରୀ ଗୁଡ଼ିକୁ ମିଶରର ପ୍ରତିମା ପୂଜା ଫାରୋ ଏବଂ ଶୈତାନ ବିରୁଦ୍ଧରେ ପରିଚାଳିତ କରିଥିଲେ। ଏହା ଦେବଦେବୀମାନଙ୍କ ମଧ୍ୟରେ ଏକ ଯୁଦ୍ଧ ଥିଲା। ଯାତ୍ରା ପୁସ୍ତକ 12 ପର୍ବ ତାର 12 ପଦରେ ଏହାକୁ ସ୍ପଷ୍ଟ କରେ। ଯେହେତୁ ଆମ୍ଭେ ଆଜି ରାତ୍ରି ମିଶର ଦେଶର ମଧ୍ୟ ଦେଇ ଯାଇ ମିଶର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମଜାତକୁ ସଂହାର କରିବା, ପୁଣି ମିଶ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା। ଆମ୍ଭେ ସଦାପ୍ରଭୁ ଈଶ୍ୱର ମିଶର ଦେବଦେବୀମାନଙ୍କୁ ମିଥ୍ୟା ବୋଲି ପ୍ରମାଣିତ କଲେ ଏବଂ ସେମାନଙ୍କୁ ମୁକ୍ତ କରିବା ପାଇଁ ନିଜର ସାମର୍ଥ୍ୟକୁ ଇସ୍ରାଏଲୀୟମାନଙ୍କ ସମ୍ମୁଖରେ ପ୍ରକାଶ କଲେ। ଏହି ଇସ୍ରାଏଲୀୟମାନେ ଇଟାଭାଟି ଗୁଡ଼ିକରେ ନିଜର ସନ୍ତାନମାନଙ୍କୁ ଜନ୍ମ ଦେଇଥିଲେ। ତେଣୁ ଈଶ୍ୱର ସେମାନଙ୍କୁ ଦେଖାଇବା ଆବଶ୍ୟକ ଥିଲା ଯେ ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ ଓ ଶକ୍ତିଶାଳୀ ଅଟନ୍ତି। ପ୍ରତ୍ୟେକ ମହାମାରୀର ଏକ ବାହ୍ୟରେଖା ପ୍ରତି ଦୃଷ୍ଟି ଦେବା, ଯାହାଦ୍ୱାରା ଏହା ବୁଝି ହେବ ଯେ ସେଗୁଡ଼ିକ ପଛରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଓ ଯୋଜନା ଥିଲା। ଯେତେବେଳେ ମୂଷା ପ୍ରଥମ ଥର ଫାରୋଙ୍କ ସମ୍ମୁଖରେ ଛିଡ଼ା ହେଲେ, ସେ ନିଜ ଯଷ୍ଟିକୁ ଏକ ସର୍ପରେ ପରିଣତ କରିଦେଲେ। ମିଶରର ଜ୍ଞାନୀ ଓ ମାନ୍ତ୍ରିକମାନେ ମଧ୍ୟ ସେହି ସମାନ ଚମତ୍କାର କରି ଦେଖାଇଲେ। ଏହା ପ୍ରମାଣିତ କରେ ଯେ ଶୟତାନ ପାଖରେ ମଧ୍ୟ କିଛି ଶକ୍ତି ରହିଛି। ତାହାପରେ 10ଟି ମହାମାରୀ ସାଧିତ ହୋଇଥିବା ଆମେ ଦେଖୁଁ। ପ୍ରଥମଟି ହେଲା ଜଳକୁ ରକ୍ତରେ ପରିଣତ କଲେ। ଯାତ୍ରା 7 ପର୍ବ ତାର 19-25 ପଦରେ ଆମେ ଦେଖିବାକୁ ପାଉଁ। ମିଶରର ନୀଳ ନଦୀର ବନ୍ୟା ଜଳ ଉପରେ ଭୂମିର ଉର୍ବରତା ନିର୍ଭର କରୁଥିଲା, ଯାହା ସାର ଓ ଜଳ ମାଧ୍ୟମରେ ସମୃଦ୍ଧି ଆଣୁଥିଲା। ଏହି କାରଣରୁ ଏହି ନଦୀ ସେମାନଙ୍କ ଦେବତା ଅସିରିସଙ୍କ ପାଇଁ ପବିତ୍ର ଥିଲା, ଯାହାଙ୍କର ସର୍ବଦ୍ରଷ୍ଟା ଚକ୍ଷୁ ଅନେକ ମିଶରୀୟ ଚିତ୍ରକଳାରେ ଦେଖିବାକୁ ମିଳେ। ପ୍ରତିବର୍ଷ ବସନ୍ତ ଋତୁରେ ନୀଳ ନଦୀର ଜଳ ଜୀବନ ସଞ୍ଚାର କରୁଥିଲା। ସେତେବେଳେ ସେଠାରେ ଅଣଜିହୁଦୀମାନଙ୍କ ରୀତିନୀତି ଚାଲିଥିଲା, କିନ୍ତୁ ଯେତେବେଳେ ସେହି ନଦୀର ଜଳ ରକ୍ତରେ ପରିଣତ ହୋଇଗଲା, ତାହା ଜୀବନର ବଦଳରେ ମୃତ୍ୟୁ ଆଣିଦେଲା। ମିଶରର ଜ୍ଞାନୀ ଓ ମାନ୍ତ୍ରିକମାନେ ମଧ୍ୟ କୁହୁକ ବିଦ୍ୟା ବଳରେ ଏହି ମହାମାରୀ ସାଧନ କରି ଦେଖାଇଥିଲେ। ଦ୍ୱିତୀୟ ମହାମାରୀ ବେଙ୍ଗ। ଯାତ୍ରା 8 ପର୍ବ ତାର 1-5 ପଦରେ ଦେଖିବାକୁ ପାଉଁ। ମେମ୍ଫିସର ସବୁଠାରୁ ସୁନ୍ଦର ମନ୍ଦିର ଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ହେକାଙ୍କ ମନ୍ଦିର। ସେଠାରେ କୁତ୍ସିତ ବେଙ୍ଗ ମୁଣ୍ଡ ବିଶିଷ୍ଟ ଦେବୀ ଥିଲେ। ଏହି ବେଙ୍ଗମାନଙ୍କୁ ମାରିବା ଏକ ଅପରାଧ ଥିଲା, କିନ୍ତୁ ଯଦି ଆପଣ ସେମାନଙ୍କୁ ନିଜ ଘରେ, ବିଛଣାରେ, ଖାଦ୍ୟରେ ଏବଂ ଚାରିଆଡ଼େ ପାଦ ତଳେ ପାଇବେ, ଯେପରିକି ମିଶରୀୟମାନେ ପାଇଥିଲେ, ତେବେ ଆପଣଙ୍କୁ ବୋଧହୁଏ ସେମାନଙ୍କୁ ମାରିଦେବାକୁ ଇଚ୍ଛା ହେବ। କିନ୍ତୁ ମିଶରୀୟମାନଙ୍କ ନିମନ୍ତେ ବେଙ୍ଗ ସବୁ ପବିତ୍ର ଥିଲେ। ମିଶରର ଜ୍ଞାନୀମାନେ ମଧ୍ୟ ଏହି ମହାମାରୀର ନକଲ କରିଥିଲେ, ଯାହା ଏହା ଦର୍ଶାଇପାରେ ଯେ ଏହି ସମୟ ପର୍ଯ୍ୟନ୍ତ ସେମାନଙ୍କର ସଫଳତା କେବଳ ହାତ ସଫେଇ କୌଶଳ ଦ୍ୱାରା ସମ୍ଭବ ହୋଇଥିଲା। ତୃତୀୟ ମହାମାରୀ ଉକୁଣିଆ ପୋକ ଥିଲା। ଯାତ୍ରା 8 ପର୍ବ ତାର 16-20 ପଦରେ ଦେଖିବାକୁ ପାଇବେ। ମିଶରୀୟମାନେ ମାଟି ଦେବତା ଗେମ୍କୁ ପୂଜା କରୁଥିଲେ, କିନ୍ତୁ ମିଶର ଦେଶର ସମସ୍ତ ଧୂଳି ମିଶର ସାରା ଉକୁଣିଆ ପୋକ ପାଲଟିଗଲା। ଯେଉଁ ମାଟି ଗେମ୍ଙ୍କ ପାଇଁ ପବିତ୍ର ଥିଲା, ଏବେ ସେମାନେ ତାହାଙ୍କୁ ଘୃଣା କରିବାକୁ ଲାଗିଲେ। ଫାରୋ ଏହି ମହାମାରୀକୁ ଦୂର କରିବା ପାଇଁ ଅନୁରୋଧ କରିନଥିଲେ ଏବଂ ମିଶରର ଜ୍ଞାନୀ ଓ ମାନ୍ତ୍ରିକମାନେ ମଧ୍ୟ ଏହି ଉକୁଣିଆ ପୋକର ମହାମାରୀର କରି ପାରିଲେ ନାହିଁ। ଏହାଦ୍ୱାରା ସେମାନେ ବୋଧହୁଏ ସ୍ୱୀକାର କରିନେଲେ ଯେ ଯିଏ ଏହି ମହାମାରୀ ଆଣିଛନ୍ତି, ସେ ମିଶରର ଦେବଦେବୀମାନଙ୍କଠାରୁ ସର୍ବଶ୍ରେଷ୍ଠ ଅଟନ୍ତି। ଚତୁର୍ଥ ମହାମାରୀ ଦଂଶକାଦି ଝାଙ୍କ ଥିଲା। ଯାତ୍ରା 8 ପର୍ବ ତାର 20-31 ପଦରେ ଦେଖିବାକୁ ପାଇବେ। କିଛି ଲୋକ ଭାବନ୍ତି ଯେ ଦଂଶକାଦି ଝାଙ୍କ ବାସ୍ତବରେ ଗୋବର ପୋକର ଦଳ ଥିଲେ। ସେହି ଗୋବର ପୋକକୁ ଖେପ୍ରା ବୋଲି କହୁଥିଲେ। ସେହି ଗୋବର ପୋକ ଦେବତା ଥିଲା।
ଏହି ଗୋବର ପୋକ ମିଶରୀୟମାନଙ୍କ କବରରେ ଦେଖିବାକୁ ମିଳେ ଏବଂ ଏହା ଚିରସ୍ଥାୟୀ ଜୀବନର ପ୍ରତୀକ ଅଟେ। ଏହି ଗୋବର ପୋକଗୁଡ଼ିକ ସୂର୍ଯ୍ୟ ଦେବତାଙ୍କ ପାଇଁ ପବିତ୍ର ଥିଲେ। ପଞ୍ଚମ ମହାମାରୀ ପଶୁମାନଙ୍କ ଉପରେ ରୋଗ ପ୍ରେରଣ କଲେ। ଯାତ୍ରା 9 ପର୍ବ ତାର 1 ପଦରୁ 7 ପଦରେ ଲେଖା ଅଛି, ଏପରି ରୋଗ ପଶୁମାନଙ୍କ ଉପରେ ପ୍ରଭାବ ପକାଇବ। ମିଶରରେ ନିର୍ମିତ ଦ୍ୱିତୀୟ ବୃହତ୍ ମନ୍ଦିରର ନାମ ମେମ୍ଫିସ୍ ଥିଲା। ସେଠାରେ କଳାଷଣ୍ଢର ଉପାସନା କରାଯାଉଥିଲା। ଏହି ମହାମାରୀ ପ୍ରକାଶ କରୁଥିଲା ଯେ ମିଶରୀୟମାନେ ରୁଗ୍ଣ ଷଣ୍ଢର ଉପାସନା କରୁଥିଲେ। ଷଷ୍ଠ ମହାମାରୀ ଦାହଯୁକ୍ତ ବଥ ଥିଲା। ଯାତ୍ରା ପୁସ୍ତକ 9 ପର୍ବ ତାର 8ରୁ 17 ପଦରେ ଦେଖିବାକୁ ପାଇବେ। ମିଶରର ସମସ୍ତ ପୂଜକମାନଙ୍କୁ ମନ୍ଦିରରେ ସେବା କରିବା ପାଇଁ ନିଖୁନ୍ତ ରହିବେ, ଅର୍ଥାତ୍ ସେମାନଙ୍କ ଶରୀରରେ କୌଣସି ଦାଗ କିମ୍ବା କ୍ଷତ ରହିବା କଥା ନଥିଲା। ତେବେ ସେହି ସମୟ ମଧ୍ୟରେ ମିଶରରେ ପୂଜାପାଠ ଉପରେ ପ୍ରତିବନ୍ଧକ ଲାଗିଯାଇଥିଲା, କାରଣ ସମସ୍ତ ପୂଜକମାନଙ୍କର ଶରୀରରେ ଫୋଟକା ଦେଖା ଦେଇଥିଲା। ସେମାନଙ୍କ ମଧ୍ୟରୁ କେହି ବି କୌଣସି ସ୍ଥାନରେ ପୂଜା କରିପାରିଲେ ନାହିଁ। ବାସ୍ତବରେ ଏହା ମିଶରର ସମଗ୍ର ଧର୍ମ ବ୍ୟବସ୍ଥା ଉପରେ ଏକ ଦଣ୍ଡ ବା ବିଚାର ଥିଲା। ସପ୍ତମ ମହାମାରୀ ଶିଳାବୃଷ୍ଟି ଥିଲା। ଯାତ୍ରା 9 ପର୍ବ ତାର 18ରୁ 35 ପଦରେ ଦେଖିବାକୁ ପାଇବେ। ଆକାଶର ଦେବୀ, ଯିଏକି ନିଜ ସାମ୍ରାଜ୍ୟରେ ମଧ୍ୟ ଅସହାୟ ଥିଲେ, ତାଙ୍କ ଉପରେ ଶିଳାବୃଷ୍ଟି କରି ଈଶ୍ୱର ନିଜ ଶକ୍ତିର ପ୍ରଦର୍ଶନ କରୁଛନ୍ତି। ଅଷ୍ଟମ ମହାମାରୀ ପଙ୍ଗପାଳ ଥିଲା। ଯାତ୍ରା 10 ପର୍ବ ତାର 1ରୁ 20 ପଦରେ ଆପଣ ଦେଖିବାକୁ ପାଇବେ। ପଙ୍ଗପାଳଙ୍କ ଦ୍ୱାରା କରାଯାଇଥିବା ମହାମାରୀ ଶସ୍ୟ ଉପରେ ଅଭିଶାପ ଆସିଥିବା ଦେଖୁଁ। ଏହା ଈଶ୍ୱରଙ୍କ ନ୍ୟାୟର ଏକ ପ୍ରମାଣ ଥିଲା, ଯେପରିକି ବାଇବଲର ଜୋଏଲ ଏବଂ ପ୍ରକାଶିତ ବାକ୍ୟ ପୁସ୍ତକରେ ଲେଖାଯାଇଥିବା ଦେଖୁଁ। ନବମ ମହାମାରୀ ଅନ୍ଧକାର ଥିଲା। ଯାତ୍ରା 10 ପର୍ବ ତାର 21ରୁ 29 ପଦରେ ଆପଣ ଦେଖିବାକୁ ପାଇବେ। ମିଶରର ସବୁଠାରୁ ପ୍ରମୁଖ ପୂଜିତ ଦେବତା ସୂର୍ଯ୍ୟ ଦେବତା, ଯାହାକୁ ରା କୁହାଯାଉଥିଲା, ତାଙ୍କ ବିରୁଦ୍ଧରେ ଈଶ୍ୱର ଅନ୍ଧକାର ଆଣିଥିଲେ। ମିଶରର ଭଗ୍ନାବଶେଷ ଗୁଡ଼ିକରେ ସୂର୍ଯ୍ୟ ଚକ୍ର ହେଉଛି ସବୁଠାରୁ ପ୍ରସିଦ୍ଧ ପ୍ରତୀକ। ଅନ୍ଧକାରର ରୂପକ ମହାମାରୀ ସୂର୍ଯ୍ୟ ଦେବତା ରା ତାଙ୍କର ସମ୍ପୂର୍ଣ୍ଣ ଅସହାୟତାକୁ ଦର୍ଶାଏ। ଦଶମ ମହାମାରୀ ପ୍ରଥମଜାତ ମୃତ। ଯାତ୍ରା 11 ପର୍ବ ତାର 12ରୁ 36 ପଦରେ ଆପଣ ଦେଖିବାକୁ ପାଇବେ। ମିଶରର ବିଶ୍ୱାସ ଅନୁସାରେ ପ୍ରଥମଜାତ ସନ୍ତାନ ମିଶରର ଦେବତାମାନଙ୍କର ଅଟନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯାହା ମିଶରର ଦେବତାମାନଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା, ଈଶ୍ୱର ତାହାକୁ ହିଁ ନେଇଗଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯାହା ମିଶରର ଦେବତାମାନଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା, ଈଶ୍ୱର ତାହାକୁ ହିଁ ନେଇଗଲେ। ଏହାଦ୍ୱାରା ଈଶ୍ୱର ମିଶରବାସୀଙ୍କୁ ଶିକ୍ଷା ଦେଉଥିଲେ ଯେ ସେ ପ୍ରକୃତରେ ସେ ଫାରୋଙ୍କ ନିକଟରେ ନିଜକୁ ପ୍ରକାଶ କରୁଥିଲେ ଯେ ସେ ହିଁ ଈଶ୍ୱର ଅଟନ୍ତି। ଏହା ସହିତ ସେ ନିଜର ଇସ୍ରାଏଲୀୟମାନଙ୍କୁ ଏପରି ଏକ ସ୍ଥିତିକୁ ଆଣୁଥିଲେ ଯେଉଁଠାରେ ସେମାନେ ତାଙ୍କୁ ନିଜର ପ୍ରଭୁ ବୋଲି ସ୍ୱୀକାର କରିବାକୁ ପ୍ରସ୍ତୁତ ହେବେ। ଏହା ଥିଲା ଶେଷ ମହାମାରୀ ଦ୍ୱାରା ଦଣ୍ଡ ଦେଲେ, ଯାହା ଇସ୍ରାଏଲକୁ ମିଶରର ଦାସତ୍ୱରୁ ମୁକ୍ତ କରିବ। ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ମିଶରର ମହାମାରୀ ପଛରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥିଲା। ଈଶ୍ୱର ମିଶରର ଦେବତାମାନଙ୍କୁ ସେମାନଙ୍କର ଶକ୍ତି ପ୍ରଦର୍ଶନ ନିମନ୍ତେ ଆହ୍ୱାନ ଦେଇଥିଲେ ଏବଂ ସେମାନଙ୍କୁ ପରାସ୍ତ କରିଥିଲେ। ମିଶର ଦେଶରେ ସେହି ସମୟରେ କେତେକ ବ୍ୟାପକ ଭାବେ ମୂର୍ତ୍ତି ପୂଜା ପ୍ରଚଳିତ ଥିଲା, ତାହା ଆପଣ କଳ୍ପନା କରିପାରୁଥିବେ। ତଥାପି ଈଶ୍ୱର ଭାବବାଦୀ ଯିଶାୟଙ୍କ ମାଧ୍ୟମରେ ଭବିଷ୍ୟବାଣୀ କରିଥିଲେ ଯେ ଏପରି ଏକ ସମୟ ଆସିବ ଯେତେବେଳେ ମିଶରରୁ ପ୍ରତ୍ୟେକ ମୂର୍ତ୍ତି ଅଦୃଶ୍ୟ ହୋଇଯିବ। ଆଜି ମିଶର ଏକ ମୁସଲମାନ ଦେଶରେ ପରିଣତ ହୋଇଛି, ଯେଉଁଠାରେ ମୂର୍ତ୍ତି ପୂଜା ପାଇଁ ଆଦୌ ଅନୁମତି ନାହିଁ। ଈଶ୍ୱର ଯେପରି କହିଥିଲେ, ଠିକ୍ ସେହିପରି ସେଠାରୁ ପ୍ରତ୍ୟେକ ମୂର୍ତ୍ତି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯାଇଛି। 5 ପର୍ବରେ ଫାରୋ ଓ ମିଶରର ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ ଚାଲିଥିବା ଦେଖୁଁ। ଯାତ୍ରା 5 ପର୍ବ ତାର 1 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି, ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ଏପରି ଲେଖା ଅଛି, ଅନନ୍ତର ମୂଷା ଓ ହାରୁଣ ପ୍ରବେଶ କରି ଫାରୋଙ୍କୁ କହିଲେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର କହନ୍ତି, ପ୍ରାନ୍ତରରେ ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ପ୍ରାନ୍ତରରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ଥିଲା ଇସ୍ରାଏଲର ମୁକ୍ତି ପଥରେ ପ୍ରଥମ ପଦକ୍ଷେପ। ମୂଷା ଏବଂ ହାରୁଣ ହଠାତ୍ ଫାରୋଙ୍କ ସମ୍ମୁଖକୁ ଦୌଡ଼ି ଯାଇ ଏହା କହିନଥିଲେ ଯେ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ,
ଆମେ ମିଶର ଦେଶ ଛାଡ଼ି ପ୍ରତିଜ୍ଞାତ ଦେଶକୁ ଯାଉଛୁ। ସେମାନେ କେବଳ ଏତିକି ଅନୁରୋଧ କରିଥିଲେ ଯେ ଇସ୍ରାଏଲୀୟମାନଙ୍କୁ ପ୍ରାନ୍ତରକୁ ଯାଇ ବଳିଦାନ କରିବାକୁ ଅନୁମତି ଦିଆଯାଉ। ସେମାନେ ପ୍ରକୃତରେ ଫାରୋଙ୍କୁ ସେହି ପରିସ୍ଥିତି ପାଇଁ ପ୍ରସ୍ତୁତ କରୁଥିଲେ ଏବଂ ଭବିଷ୍ୟତରେ ଯାହା ଘଟିବାକୁ ଯାଉଥିଲା ସେଥିପାଇଁ ତାଙ୍କ ମନକୁ କୋମଳ କରୁଥିଲେ। ବର୍ତ୍ତମାନ ଫାରୋଙ୍କ ପ୍ରତିକ୍ରିୟା ଉପରେ ଧ୍ୟାନ ଦିଅନ୍ତୁ। ଯାତ୍ରା 5 ପର୍ବ ତାର 2 ପଦରେ ଲେଖା ଅଛି, ତହିଁରେ ଫାରୋ କହିଲେ, ସଦାପ୍ରଭୁ କିଏ ଯେ ଆମ୍ଭେ ତାହାର କଥା ମାନି ଇସ୍ରାଏଲକୁ ଛାଡ଼ିଦେବୁ? ଆମ୍ଭେ ସଦାପ୍ରଭୁକୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଛାଡ଼ିଦେବୁ ନାହିଁ। ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ଏହି ବାକ୍ୟ ପ୍ରସିଦ୍ଧ ଚିତ୍ର ହୋଇ ଉଠିଲା। ଆମେ ହୁଏତ ଚାହିଁଥାନ୍ତୁ ସଦାପ୍ରଭୁ କିଏ? ଏହି ପ୍ରଶ୍ନ ପ୍ରସିଦ୍ଧ ହେବା ଉଚିତ। ସବୁଠାରୁ ଶ୍ରେଷ୍ଠ ବିଷୟ ହେଲା କାରଣ ଆପଣଙ୍କର ମୁକ୍ତି ମିଳିବା ପୂର୍ବରୁ ଆପଣ ତାଙ୍କୁ ଜାଣିବା ଆବଶ୍ୟକ। ଫାରୋ 2ଟି ସ୍ପଷ୍ଟ ମନ୍ତବ୍ୟ ଦେଇଥିଲେ। ପ୍ରଥମଟି ହେଲା ଆମ୍ଭେ ସଦାପ୍ରଭୁଙ୍କୁ ଚିହ୍ନି ନାହୁଁ ଏବଂ ଦ୍ୱିତୀୟଟି ହେଲା ଇସ୍ରାଏଲକୁ ଛାଡ଼ିଦେବୁ ନାହିଁ। ଅଳ୍ପ ସମୟ ମଧ୍ୟରେ ଫାରୋ ଇସ୍ରାଏଲର ପରମେଶ୍ୱରଙ୍କ ସହିତ ପରିଚିତ ହେଲେ ଏବଂ ସେ ଶେଷରେ ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେଲେ। ଯାତ୍ରା 5 ପର୍ବ ତାର 3 ପଦରେ ଲେଖା ଅଛି, ସେମାନେ କହିଲେ, ଏବ୍ରିୟମାନଙ୍କ ପରମେଶ୍ୱର ଆମମାନଙ୍କୁ ଦର୍ଶନ ଦେଇଅଛନ୍ତି। ଏଣୁ ଆମ୍ଭେମାନେ ବିନୟ କରୁଅଛୁ, ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମମାନଙ୍କୁ ପ୍ରାନ୍ତରରେ 3 ଦିନର ପଥ ଯିବାକୁ ଦିଅନ୍ତୁ। ନହିଲେ ସେ ଆମମାନଙ୍କୁ ମହାମାରୀରେ କିମ୍ବା ଖଡ଼ଗ ଦ୍ୱାରା ଆକ୍ରମଣ କରିବେ। ଈଶ୍ୱର ଚାହାନ୍ତି ଆମେ ତାଙ୍କ ଉପାସନା କରୁ। ଯଦି ଆମେ ତାଙ୍କ ଇଚ୍ଛା ପାଳନ ନ କରୁ ବିଚାର କରିବେ। ଯାତ୍ରା 5 ପର୍ବ ତାର 4 ଏବଂ 5 ପଦରେ ଲେଖା ଅଛି, ତହୁଁ ମିଶରର ରାଜା ସେମାନଙ୍କୁ କହିଲେ, ହେ ମୋଶା ଓ ହାରଣ, ତୁମେମାନେ ଲୋକମାନଙ୍କୁ କାହିଁକି କାର୍ଯ୍ୟରୁ ନିବୃତ୍ତ କରୁଅଛ? ତୁମେମାନେ ଆପଣା ଆପଣା ଭାର ବହନ କର୍ମରେ ଯାଅ। ଫାରୋ ଆହୁରି କହିଲେ, ଦେଖ ଏବେ ଏ ଦେଶରେ ଏହି ଲୋକ ଅନେକ, ପୁଣି ତୁମ୍ଭେମାନେ ସେମାନଙ୍କୁ ଭାର ବହିବାରୁ ନିବୃତ୍ତ କରୁଅଛ। ମୋଶା ନିଜ ଲୋକମାନଙ୍କ ସହିତ ବଡ଼ ସଭା କରୁଥିଲେ। ସେମାନେ ବ୍ୟାକୁଳ ହୋଇ ଉଠିଲେ ଏବଂ ମିଶର ଛାଡ଼ି ଚାଲିଯିବାକୁ ଚାହୁଁଥିଲେ। ଫାରୋ ସୃଷ୍ଟି ହେଉଥିବା ସମସ୍ୟାକୁ ବୁଝିପାରିଲେ ଏବଂ ତାଙ୍କର ଉତ୍ତର ଥିଲା ସେମାନଙ୍କୁ ପୁଣି ଥରେ ଇଟାଭାଟିକୁ ପଠାଇବେ। ସେ ଠିକ୍ ତାହା ହିଁ କଲେ ଏବଂ ସେମାନଙ୍କୁ ଆହୁରି ଅଧିକ କଷ୍ଟ ଦେବାକୁ ଲାଗିଲେ। ଯାତ୍ରା 5 ପର୍ବ ତାର 6-8 ପଦରେ ଲେଖା ଅଛି, ଆଉ ଫାରୋ ସେହିଦିନ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷମାନଙ୍କୁ ଏହି ଆଜ୍ଞା ଦେଲେ, ତୁମେମାନେ ଇଷ୍ଟକାଦି ନିର୍ମାଣ ନିମିତ୍ତ ପୂର୍ବପରି ଏହି ଲୋକମାନଙ୍କୁ ଆଉ ପାଳ ଦିଅ ନାହିଁ। ସେମାନେ ଯାଇ ଆପଣା ନିମନ୍ତେ ପାଳ ସଂଗ୍ରହ କରନ୍ତୁ। ପୁଣି ପୂର୍ବରେ ସେମାନଙ୍କ ଉପରେ ଯେତେ ଇଷ୍ଟକ ନିର୍ମାଣର ଭାର ଥିଲା ଏବେ ସେହି ଭାର ଦିଅ। ତହିଁରୁ କିଛି ମାତ୍ର ଉଣା କର ନାହିଁ, ଯେହେତୁ ସେମାନେ ଅଳସୁଆ। ଏଣୁ ଆମମାନଙ୍କୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଛାଡ଼ିଦିଅ ବୋଲି ଡାକ ପକାଉଅଛନ୍ତି। ଫାରୋ ଭାବୁଥିଲେ ଯେ ଇସ୍ରାଏଲୀୟମାନେ ଛୁଟି ମାଗୁଛନ୍ତି। ସେ କାରଣ ଦର୍ଶାଇଲେ ଯେ ଯଦି ସେମାନେ କିଛି ସମୟ ପାଇଁ ଛୁଟି ଚାହୁଁଛନ୍ତି ତେବେ ନିଶ୍ଚିତ ଭାବେ ସେମାନେ ଯଥେଷ୍ଟ ପରିଶ୍ରମ କରୁନାହାନ୍ତି। ସେମାନଙ୍କୁ ନଡ଼ା ଯୋଗାଇବା ବନ୍ଦ କରି ଦିଆଗଲା ଏବଂ ସେମାନଙ୍କୁ ସମାନ ସଂଖ୍ୟକ ଇଟା ତିଆରି କରିବା ସହିତ ନିଜେ ନଡ଼ା ମଧ୍ୟ ସଂଗ୍ରହ କରିବାକୁ ବାଧ୍ୟ କରାଗଲା। ସେମାନଙ୍କର ଦୈନିକ କାର୍ଯ୍ୟ ଏତେ ବଢ଼ାଇ ଦିଆଗଲା ଯେ ସେମାନଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିଲା। ଯାତ୍ରା 5 ପର୍ବ ତାର 15-21 ପଦରେ ଲେଖା ଅଛି, ତହିଁରେ ଇସ୍ରାଏଲ ବଂଶୀୟ କାର୍ଯ୍ୟଦକ୍ଷମାନେ ଆସି ଫାରୋଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆପଣ କାହିଁକି ଆପଣ ଦାସମାନଙ୍କ ସହିତ ଏପରି ବ୍ୟବହାର କରୁଅଛନ୍ତି? ତହୁଁ ସେ କହିଲେ, ତୁମ୍ଭେମାନେ ଅଳସୁଆ, ଖାଲି ଅଳସୁଆ। ଏଥିପାଇଁ କହୁଛ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆମ୍ଭମାନଙ୍କୁ ଛାଡ଼ିଦିଅ। ଏବେ ଯାଅ କର୍ମ କର। ତୁମମାନଙ୍କୁ ପାଳ ଦିଆଯିବ ନାହିଁ, ତଥାପି ତୁମମାନଙ୍କୁ ଇଟାର ସମ୍ପୂର୍ଣ୍ଣ ସଂଖ୍ୟା ଦେବାକୁ ହେବ। ତହିଁରେ ତୁମମାନଙ୍କ ଦୈନିକ ନିରୂପିତ ଇଷ୍ଟକରୁ କିଛି ଉଣା ହେବ ନାହିଁ। ଏହି କଥାରେ ଇସ୍ରାଏଲ ବଂଶୀୟ କାର୍ଯ୍ୟଦକ୍ଷମାନେ ଦେଖିଲେ ଯେ ସେମାନଙ୍କ ଦଶା ଅମଙ୍ଗଳ ସୂଚକ। ଅନନ୍ତର ସେମାନେ ଫାରୋଙ୍କ ନିକଟରୁ ଆସିବା ବେଳେ ମୋଶା ଓ ହାରୋନଙ୍କ ସାକ୍ଷାତ ପାଇଲେ। ସେମାନେ ପଥରେ ଠିଆ ହୋଇଥିଲେ। ଏଣୁ ସେମାନଙ୍କୁ କହିଲେ, ସଦାପ୍ରଭୁ ତୁମମାନଙ୍କ ପ୍ରତି ଦୃଷ୍ଟି କରି ବିଚାର କରନ୍ତୁ। ଯେହେତୁ ତୁମ୍ଭେମାନେ ଫାରୋ ଓ ତାଙ୍କର ଦାସମାନଙ୍କ ସାକ୍ଷାତରେ ଆମ୍ଭମାନଙ୍କର ସୁଗନ୍ଧକୁ ଦୁର୍ଗନ୍ଧ କରି ଆମମାନଙ୍କ ହତ୍ୟା ନିମିତ୍ତ ସେମାନଙ୍କ ହସ୍ତରେ ଖଡ଼ଗ ଦେଲ। ଇସ୍ରାଏଲର ସନ୍ତାନମାନେ ସେମାନଙ୍କର ବୋଝ ବଢ଼ିଯିବାରୁ ମୋଶା
ଏବଂ ହାରୁଣଙ୍କୁ ଦୋଷ ଦେଲେ। ସେମାନେ ଏହି ଦୁଇ ଜଣଙ୍କ ଉପରେ ଆରୋପ ଲଗାଇଲେ ଯେ ସେମାନେ ସାହାଯ୍ୟ କରିବା ବଦଳରେ ଓଲଟା ବାଧା ସୃଷ୍ଟି କରୁଛନ୍ତି ଏବଂ ସେମାନଙ୍କ ଜୀବନ ଆହୁରି ଅସହ୍ୟ କରିବା ପାଇଁ ଫାରୋଙ୍କୁ ସୁଯୋଗ ଦେଉଛନ୍ତି। ଯାତ୍ରା 5 ପର୍ବ ତାର 22 ଏବଂ 23 ପଦରେ ଲେଖା ଅଛି, ଅନନ୍ତର ମୂଷା ସଦାପ୍ରଭୁଙ୍କ ନିକଟକୁ ଫେରିଯାଇ କହିଲେ, ହେ ପ୍ରଭୁ, ତୁମେ ଏହି ଲୋକମାନଙ୍କର ଅମଙ୍ଗଳ କାହିଁକି କଲ? ମୋତେ ବା ପଠାଇଲ କାହିଁକି? କାରଣ ଯେଉଁ ଦିନାବଧି ମୁଁ ତୁମ୍ଭ ନାମରେ କଥା କହିବା ପାଇଁ ଫାରୋଙ୍କ ନିକଟକୁ ଆସିଲି, ସେହି ଦିନାବଧି ସେ ଏହି ଲୋକମାନଙ୍କର ଅମଙ୍ଗଳ କରୁଅଛନ୍ତି। ପୁଣି ତୁମ୍ଭେ ଆପଣା ଲୋକମାନଙ୍କର କିଛି ମାତ୍ର ଉଦ୍ଧାର କରିନାହ। ମୂଷା ଅଧୈର୍ଯ୍ୟ ହୋଇପଡ଼ୁଛନ୍ତି। ସେ ଈଶ୍ୱରଙ୍କ ନିକଟରେ ଅଭିଯୋଗ କରୁଛନ୍ତି, ହେ ପ୍ରଭୁ, ତୁମେ ଏହି ଲୋକମାନଙ୍କର ଅମଙ୍ଗଳ କାହିଁକି କଲ? ମୋତେ ବା ପଠାଇଲ କାହିଁକି? କାରଣ ଯେଉଁ ଦିନାବଧି ମୁଁ ତୁମ୍ଭ ନାମରେ କଥା କହିବା ପାଇଁ ଫାରୋଙ୍କ ନିକଟକୁ ଆସିଲି, ସେହି ଦିନାବଧି ସେ ଏହି ଲୋକମାନଙ୍କର ଅମଙ୍ଗଳ କରୁଛନ୍ତି। ମୂଷା ସେତେବେଳେ ସମ୍ପୂର୍ଣ୍ଣ ଚିତ୍ରଟିକୁ ଦେଖିପାରୁନଥିଲେ, କିନ୍ତୁ ଈଶ୍ୱର ନିଜେ ଯୋଜନାକୁ ସଫଳ କରିବା ପାଇଁ ଧୀରେ ଧୀରେ ଏବଂ ଧୈର୍ଯ୍ୟର ସହ ଆଗକୁ ବଢ଼ୁଥିଲେ। 6 ପର୍ବରେ ଈଶ୍ୱର ମୂଷା ଓ ଇସ୍ରାଏଲ ସନ୍ତାନମାନଙ୍କୁ ଉତ୍ସାହିତ କରୁଛନ୍ତି ଏବଂ ସେମାନଙ୍କୁ ମୁକ୍ତ କରିବା ପାଇଁ ନିଜର ପ୍ରତିଜ୍ଞାକୁ ପୁଣି ଥରେ ମୂଷା, ଇସ୍ରାଏଲୀୟ ମିଶ୍ରବାସୀ ଏବଂ ଫାରୋଙ୍କୁ ଈଶ୍ୱର ଅନେକ କିଛି ଶିକ୍ଷା ଦେବାର ଥିଲା। ଆମେ ମଧ୍ୟ ଅଧୈର୍ଯ୍ୟ ହୋଇପଡ଼ୁ, ଈଶ୍ୱରଙ୍କ ଯୋଜନା ଓ ଇଚ୍ଛାକୁ ବୁଝିପାରିନଥାଉ, କିନ୍ତୁ ମନେ ରଖୁ ଈଶ୍ୱର ଜାଣିଛନ୍ତି ସେ କ'ଣ କରିବାକୁ ଯାଉଛନ୍ତି। ତେବେ ଆସନ୍ତୁ ସବୁ ପରିସ୍ଥିତିରେ ଈଶ୍ୱରଙ୍କ ଉପରେ ନିର୍ଭର କରିବା। ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ, ତୁମରି ମହିମା କରୁଛୁ। ପବିତ୍ର ପ୍ରିୟ ପ୍ରଭୁ, ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ଆଜିର ଅଧ୍ୟୟନ ମଧ୍ୟରେ 10ଟି ମହାମାରୀ ବିଷୟରେ ପ୍ରଭୁ ଆମେ ଅଧ୍ୟୟନ କରିଅଛୁ। ଦୟାଳୁ ସ୍ୱର୍ଗସ୍ଥ ପିତା, ତୁମରି ମନୋନୀତ ଲୋକମାନଙ୍କୁ ତୁମେ କେଉଁ ପ୍ରକାର ଭାବରେ ଉଦ୍ଧାର କରିବା ନିମନ୍ତେ ତୁମରି ସେହି ମହାନ ଯୋଜନାକୁ ମୂଷା ଏବଂ ହାରୁଣଙ୍କ ମାଧ୍ୟମରେ ତୁମେ ପ୍ରସ୍ତୁତ କରିଥିଲ, ସେଥିଲାଗି ତୁମକୁ ଧନ୍ୟବାଦ ଦେଉଛୁ। ପବିତ୍ର ପ୍ରିୟ ପ୍ରଭୁ, ଆଜି ଯେତେବେଳେ ଏହି ଅନ୍ଧକାର ଜଗତ ମଧ୍ୟରେ ଆମେମାନେ ମଧ୍ୟ ବଞ୍ଚି ରହିଛୁ, ପ୍ରିୟ ପ୍ରଭୁ, ଆମମାନଙ୍କର ଜୀବନରେ ଆମମାନଙ୍କର ସମ୍ମୁଖରେ ଏହି ପ୍ରକାର ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତୁମ ନିକଟରେ ପ୍ରାର୍ଥନା କରୁଛୁ, ତୁମେ ଆମମାନଙ୍କୁ ସେ ସମସ୍ତ ପ୍ରକାର ପରିସ୍ଥିତିରୁ ବାହାରି ହେବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ଆମମାନଙ୍କର ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରି ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ଗୌରବ, ସମ୍ଭ୍ରମ, ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହି ଅଧ୍ୟୟନରୁ ଆମେ ଶିଖିଲୁ ଯେ ସମସ୍ତ ଅନ୍ଧକାରର ଶକ୍ତି ଏବଂ ପ୍ରତ୍ୟେକ ମିଥ୍ୟା କର୍ତ୍ତୃତ୍ୱ ଉପରେ ଈଶ୍ୱର ହେଉଛନ୍ତି ସର୍ବୋପରି। ମିଶରରେ ଦେଖାଦେଇଥିବା ମହାମାରୀ ଗୁଡ଼ିକ କୌଣସି ଆକସ୍ମିକ ବିପତ୍ତି ନଥିଲା, ବରଂ ତାହା ମିଶରର ପ୍ରତିମା ଓ ଦେବାଦେବୀମାନଙ୍କ ବିରୁଦ୍ଧରେ ନ୍ୟାୟର ବିଚାର ଥିଲା, ଯାହା ପ୍ରମାଣିତ କରେ ଯେ କେବଳ ପ୍ରଭୁ ହିଁ ଏକମାତ୍ର ସତ୍ୟ ଓ ଜୀବନ୍ତ ଈଶ୍ୱର। ଫାରୋଙ୍କ ଅହଙ୍କାର ଏବଂ ଈଶ୍ୱରଙ୍କର ଆଜ୍ଞା ପାଳନ ନ କରିବାର ଜିଦ୍ କିଛି ସମୟ ପାଇଁ ଇସ୍ରାଏଲର ଦୁଃଖ କଷ୍ଟକୁ ବଢ଼ାଇ ଦେଇଥିଲା। ତଥାପି ଈଶ୍ୱର ତାଙ୍କର ସେହି ସିଦ୍ଧ ମୁକ୍ତିର ଯୋଜନାକୁ ଆଗକୁ ବଢ଼ାଇଥିଲେ। ପରବର୍ତ୍ତୀ ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 6ଠ ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଈଶ୍ୱର ମୂଷାଙ୍କ ପ୍ରାର୍ଥନାର ଉତ୍ତର ଦେଉଛନ୍ତି, ନିଜର ନିୟମ ଓ ପ୍ରତିଜ୍ଞା ସବୁକୁ ନୂତନ କରୁଛନ୍ତି। ପ୍ରିୟ ଦର୍ଶକ ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। महिमा प्रशंसा स्तुति आराधना, महिमा प्रशंसा स्तुति आराधना, जुगे जुगे तुमरा
नदी कंठे झरू तुम पाई प्रभु धन्यवाद हृदयर महिमा प्रशंसा स्तुति आराधना महिमा प्रशंसा स्तुति आराधना जुगे जुगे तुमरा जुगे जुगे तुमरा करुणा सागर क्षमा निरिझर प्रेमिका हे प्रियतमा चिरमधुमय जिसु तुम नाम पापीर मुक्ति दाम निराशा मनरे आशा भरी तुमे पोछि दिया लुहधार निराशा मनरे आशा भरी तुमे पोछि दिया लुहधार महिमा प्रशंसा स्तुति आराधना महिमा प्रशंसा स्तुति आराधना जुगे जुगे तुमरा जुगे जुगे तुमरा शांतिर आकर तुमे ही केवल मसीहा एका सहाय गत प्रश्नर उत्तरटी होउची ए मूसांक बड़ भाई। आजिर प्रश्नटी होउची परमेश्वर मिस्र उपरे केतोटी महामारी आनिथिले? ए 7टी, बी 10टी, सी 12टी, डी 15टी। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা আমকু জଣାইବାକୁ অনুরোধ। যদি আপনার আম কার্যক্রম ভাল লাগুচি তেবে 044490812996 রে মিসড কল দেই বিজয়ী হই পারিবে। গত সপ্তাহর বিজয় দর্শক বন্ধু হেলে কোরাপুটরু ভানু প্রতাপ সিং।